যেତେବେଳେ ବର୍ଷକରେ ଥରେ 3-4 ଭାଇ ଭଉଣୀ ଏକାଠି ହୁଅନ୍ତି ସେତେବେଳେ ଏଇଭଳି ହବା ତ ସ୍ୱାଭାବିକ। ତ ଆଜି ସକାଳୁ ସକାଳୁ ମୁଁ ଆମ ଘର ଲୋକଙ୍କୁ ବିଦାୟ ଦେଇକି ମୁଁ ବାହାରି ପଡିଥିଲି ମାମୁଁ ଘର ଅଭିମୁଖେ। ଆଉ 10 ଟଙ୍କା ଟିକେଟ ବଦଳ 30 ଟଙ୍କାର ଟିକେଟ କାଟି ମୁଁ ମାମୁଁ ଘର ବୈତରଣୀ ନଈର ସୁନ୍ଦର ସୁନ୍ଦର ଦୃଶ୍ୟକୁ ଏନ୍ଜୟ କରି ଫାଇନାଲ ଆସି ପହଞ୍ଚିଗଲି ମାମୁଁ ଘର ମାଟିରେ। ଆଉ ବୈତରଣୀ ମାର୍କେଟରେ ବହେ ଏପାଖ ସେପାଖ ଘୁରି ଟିକେ ହାଲକା ଜଳଖିଆ ଖାଇ ବାଟରେ କିଛି ଜିନିଷ କିଣାକିଣି କରି ଲାଷ୍ଟ ଆସିକି ମୁଁ ମାମୁଁ ଘରେ ପହଞ୍ଚିଗଲି। ଆଉ ପ୍ରଥମେ ସବୁ ବଡ ମାନଙ୍କୁ ମୁଣ୍ଡିଆ ମାରି ଷ୍ଟାର୍ଟ ହେଇଗଲା ଆମ ଭାଇ ଭଉଣୀ ମାନଙ୍କ ରାଇଭଲରୀ। ଆଉ ଯେତେବେଳେ 3-4 ଭାଇ ଭଉଣୀ ସବୁ ଏକାଠି ହୁଅନ୍ତି ତେବେ ତମେ ଜାଣିଥିବ କଣ ସବୁ ହୁଏ। ଖାଲି ଏତିକି ନୁହେଁ, ଠିକ ସଞ୍ଜ ବେଳେ ଆମ ମାଷ୍ଟରାଣୀ ରୁଷିଆ ଶ୍ରୀ 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 ଜ୍ୟୋତା କୁମାର ମହାପାତ୍ର ବାହାରିଲେ ଇପି ବନେଇବା ପାଇଁ। ଆଉ ଇପି ବନେଇଲା ବେଳେ ଦେଖୁନ କଣ ହଉଛି। बैगन एक बार धोखा खा चुका हूँ। दोबारा नहीं मतलब वो अलग ही लेवल का बंदा था। ହଉ ଶେଷରେ ଯେତେ କଷ୍ଟ ବରଂ ହଉ ଶେଷରେ କାମକୁ କମ୍ପ୍ଲିଟ କରିକି ଗୋଟେ ଜାଗାରେ ଆମେ ସବୁ ଏକାଠି ଇପି ଖାଇଲୁ। ଦେନ୍ ସେଦିନ ରାତିରେ ଗୋଟେ ବହୁତ ବଢିଆ ହଲିଉଡ ମୁଭି ଦେଖି ଶୋଇ ପଡିଲୁ। And that's it for today. Thank you to all. ଜୟ ଜଗନ୍ନାଥ।